नमस्कार ମୁଁ ଜ୍ୟୋତି ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଜଗନଜ୍ୟୋତି କିଚେନ୍ ଆଣ୍ଡ୍ ବ୍ଲଗ୍‌କୁ। ଆଜି ହେଉଛି ଆମ ପପୁଲ ଜନ୍ମଦିନ। ତାହେଲେ ଡେରି ନ କରିକି ଚାଲନ୍ତୁ ଆରମ୍ଭ କରିବା ଆଜିର ବ୍ଲଗ୍‌ଟି। ସକାଳୁ ସକାଳୁ ବ୍ଲଗ୍‌ଟି ଆରମ୍ଭ କରି ନେଇଛି। ଆଉ ମୋ ପୁଅ ସହିତ ତା ଦାଦା ଲାଗୁଛନ୍ତି। କାଲି ଆରଡ଼ି ଯାଇଥିଲୁ, ଭୋଗ ଆଣିଥିଲୁ। ତା ଦାଦା କହୁଛନ୍ତି ମୋତେ ଖୁଆଇ ଦିଏ। ଆଉ ଆପଣମାନେ ଦେଖିପାରୁଥିବେ ବର୍ଷା କେତେ ଜୋର ହେଉଛି। ଆମର ପାଲ ବନ୍ଧା ବି ହେଇଛି। ପାଲ ବନ୍ଧା ହେଲା ପରେ କେତେ ବର୍ଷା, ଆଉ ପାଲ 3-4 ଜଣ ମିଶିକି ବାନ୍ଧୁଛନ୍ତି। ତାପରେ ଆମ ପପୁଲୁ ତାର ଗାଧେଇ ପାଧେଇ ପଳେଇ ଆସିଲା। ତା ପାଇଁ ନୂଆ ଡ୍ରେସ୍ ଆସିଛି, ଗୋଟେ ଜିନ୍ ପ୍ୟାଣ୍ଟ ଆସିଛି ଆଉ ଗୋଟେ ହାଫ୍ ପ୍ୟାଣ୍ଟ ଆସିଛି। ଏଇଟା ଏଇ ଯେଉଁ କଳା ପ୍ୟାଣ୍ଟଟା ଆମ ବାପୁର, ଆଉ ଏଇ ଟି ସାର୍ଟଟା ତା ବାବା ଆଣିଛନ୍ତି ତା ପାଇଁ। ତାପରେ ପ୍ରଥମେ ଯାଇକି ସେ ଠାକୁର ଜୁହାର ହେଲା। ଠାକୁର ଜୁହାର ହେଲା ପରେ ଏବେ ସମସ୍ତଙ୍କୁ ସେ ଜୁହାର ହବ। ଯାଇକି ବାପା ଶୋଇଥିଲେ, ବାପାଙ୍କୁ ଜୁହାର ହେଇପଡ଼ିଲେ। ତାପରେ ତା ଦାଦା ଏଠି ଶୋଇଥିଲେ, ତାଙ୍କୁ ଜୁହାର ହେଲେ। ଦାଦା ଚେଇଁଥିଲେ କିନ୍ତୁ ବାପା ଶୋଇପଡ଼ିଥିଲେ। ତାପରେ ଆମ ବୋଉ ମୋ ପିଇସି ଶାଶୁ 2 ଜଣ ଏଠି ବସିକି ପରିବା କାଟୁଛନ୍ତି, ଜୁହାର ହେଲେ। ଇଏ ହେଉଛନ୍ତି ମୋ ସାନ ଯା, ଆଉ ଇଏ ହେଉଛନ୍ତି ମୋ ସାନ ଦିଅର। ସାନ ମାନେ ମୋ ତଳେ 3 ନମ୍ବର ବାଲା ଯେଉଁ ଯା ଆଉ ଦିଅର 2 ଜଣଙ୍କୁ ଜୁହାର ହେଲେ। ତାପରେ ପପୁଲୁ ଚାଲିଲେ ଦାଣ୍ଡିରେ ସମସ୍ତଙ୍କୁ ବୁଲିକି ଜୁହାର ହେବା ପାଇଁ। ଆଉ ଇଏ ମୋ ଯା ଜଣେ ଏଠି ଠାକୁର ପୂଜା କରୁଛନ୍ତି। ମୁଁ କହିଲା ବେଳକୁ କହୁଛି ମା ଲୋ ମା ବୃନ୍ଦାବତୀ। ପପୁଲୁ ଜନ୍ମଦିନ ମାନେ ବର୍ଷା ଫାଇନାଲ ହବ। ପ୍ରତ୍ୟେକ ବର୍ଷ ତାର ହୁଏ, ଆଉ ସେ ଛୋଟ ଛୁଆ କାନ୍ଦେ। ଆମ ବଡ଼ ପୁଅର ଅଗଷ୍ଟ ମାସରେ ତାର ବର୍ଷା ହୁଏନି, କିନ୍ତୁ ଇଆର ମାର୍ଚ୍ଚ 19 କିନ୍ତୁ ବର୍ଷା ଦେଖନ୍ତୁ ପ୍ରବଳ। ଖାଲି ଗୋଟେ ବର୍ଷ ନୁହଁ, ପ୍ରତ୍ୟେକ ବର୍ଷ ତାର ଏମିତି ବର୍ଷା ହୁଏ। ମୁଁ ଆସେ ଜାଗର ପାଇଁ, ଜାଗର ପରେ ପରେ ବାହାରେ ଯିବା ପାଇଁ, କିନ୍ତୁ ସିଏ ଜନ୍ମଦିନ ପାଇଁ ମୋତେ ଅଟକେଇ ଦିଏ। ଆଉ ବର୍ଷା ପ୍ରବଳ। ତାପରେ ଦେଖନ୍ତୁ ପପୁଲୁ ତାର ସବୁ ବୁଲି ବୁଲିକି ଜୁହାର ହେଉଛି। ଆଉ ମୋ ନଣନ୍ଦ ଯାଉଛନ୍ତି କ'ଣ ବାଡ଼ିରୁ ପରିବା ଆଣିବା ପାଇଁ, ବାଏ ବାଏ କରିକି ଯାଉଛନ୍ତି। ତାପରେ ଦେଖନ୍ତୁ ଇଏ ଯେଉଁ ଚଉଁରା ଦେଖୁଛନ୍ତି ମୋ ହବି ବନେଇଛନ୍ତି, କେତେ ସୁନ୍ଦର ଦେଖାହେଉଛି। ଆଉ ବର୍ଷା ପାଗରେ ବର୍ଷା ମାନେ ଗଛରେ ପଡ଼ିକି କେତେ ସୁନ୍ଦର ଦେଖାହେଉଛି, ଫୁଲ ଫୁଟିଛି। ଗାଁର ଭିଉ ମାନେ ଅଲଗା ପ୍ରକାର, ବହୁତ ବଢ଼ିଆ ଲାଗୁଛି। ଆଉ ଝିପ୍ ଝିପ୍ ବର୍ଷା ବି ହେଉଛି, ଆପଣମାନେ ଦେଖିପାରୁଥିବେ। ଆଉ ଘରଟା ହେଉଛି ମୋ ମଝିଆ ଶ୍ୱଶୁରଙ୍କର, ମୁଁ ଆପଣମାନଙ୍କୁ ଦେଖେଇଦେଲି। ତାପରେ ମୋ ମଝିଆ ଦିଅର ଯାଇ ପାଣି ନେଇକି ଟ୍ୟୁବୱେଲରୁ ପଳେଇ ଆସିଲେଣି। ଆମର ପାଇପ୍ ପାଣି ପିଆ ହେଉନି, ଟ୍ୟୁବୱେଲ ପାଣି ପିଆ ହେଉଛି। ଆଉ ପାଇପ୍ ପାଣିରେ ସବୁ କାମ ଏମିତି ୟୁଜ୍ କରାହେଉଛି, ଧୁଆଧୁଇ। ତାପରେ ଭାଇ ଭଉଣୀ ତାଙ୍କର ପଳେଇ ଆସିଲେ। ମୋ ପୁଅ ଶୋଇଥିଲା, ଶୋଇକି ଉଠିକି ପଳେଇ ଆସିଲାଣି, ସେ ଖୋଜୁଛି। ଆଉ ସେ ତା ମଝିଆ ବାବାଙ୍କୁ ବହୁତ ଭଲ ପାଏ, ତା ଦାଦାକୁ ବି ଭଲ ପାଏ, ଆପଣମାନେ ଦେଖିଥିବେ। ତା ମଝିଆ ବାବାଙ୍କୁ ବି ବହୁତ ଭଲ ପାଏ, ସବୁବେଳେ ତାରି ପାଖର। ଆଉ ଭାଇ ଭଉଣୀ ଏଠି ତାଙ୍କର ବସିକି ସବୁ ଖେଳିବା ପାଇଁ ପଳେଇ ଆସିଲେଣି। ପୁରା ଟାକୁଲୁ ହେଇଯାଇଛି, ଆରଡ଼ି ଯାଇଥିଲା। ଆଜି ମୋ ମଝିଆ ଦିଅର ପୁନେ ଯାଇଥାନ୍ତେ, କିନ୍ତୁ ତାଙ୍କର ଟିକେଟ୍ କନଫର୍ମ ହେଲାନି, ସେଥିପାଇଁ ଗଲେନି। ଆଉ ପପୁଲୁ ସେଥିପାଇଁ ବହୁତ ଖୁସି। ତାପରେ ଦେଖନ୍ତୁ ଏଠି ବୋଉ ତାଙ୍କର ସକାଳ ପରିବା ଦେଲେ, ମୁଁ ଯାଇକି ମୋର ରୋଷେଇ ଛାଡ଼ି ଦେଇଥିଲି। ତାପରେ ଏଠି ମୋ ପିଇସି ଶାଶୁ, ମୋ ଶାଶୁ 2 ଜଣ ପରିବା କାଟିବାରେ ପୁରା ଲାଗି ପଡ଼ିଛନ୍ତି। ଅପା ତାଙ୍କର ବିନ୍ସ ମଟର ସବୁ ଏମିତି ସବୁ କାଟି କୁଟି ନେଲେଣି। ବୋଉ ତାଙ୍କର ଖାଲି କଖାରୁ କାଟିଦେଲେ, ବାକି ପରିବା ମୋ ପିଇସି ଶାଶୁ ତାଙ୍କର ସବୁ କାଟିକି ଦେଲେ। ରୋଷେଇ ସରିଲା, ମୁଁ ଚୁଲି ପାଖରୁ ବି ଉଠିନି, ସାଙ୍ଗେ ସାଙ୍ଗେ କାଠ ପକାଇ ଦେଇକି କଢ଼େଇ ବସାଇଦେଲି। ଦେଇ ତାଙ୍କର ଯାଇକି ସମସ୍ତଙ୍କୁ ଖାଇବା ପିଇବାକୁ ଦେଇଦେଲେ। ଆଉ ମୋ ପିଇସି ଶାଶୁ ତାଙ୍କର ମାଟି ଆଳୁ କାଟିକି ମୋତେ ଦେଇଦେଲେ। ମୁଁ ମୋର ତାକୁ ଛାଣୁଛି। ଆଉ ମୁଁ ଏମିତି ଗୋଟେ ଗୋଟେ ପରିବା ଛାଣୁଛି, ସେ ତାଙ୍କର ଗୋଟେ ଗୋଟେ କାଟିକି ଦେଉଛନ୍ତି। ମୋ ସାନ ଯା ତାର ସବୁ ଧୋଇ ଦେଇକି ଦେଉଛି। ଜଏଣ୍ଟ ଫ୍ୟାମିଲି ହେଲେ ଏଇଟା ହେଉଛି ଫାଇଦା, 5 ଜଣ 5ଟା କାମ କରିଦେବେ, ସାଙ୍ଗେ ସାଙ୍ଗେ ସରିଦେବ। ଯେମିତି ମୁଁ ରୋଷେଇ ସାରିଦେଲି, ଦେଇ ତାଙ୍କର ଖାଇବାକୁ ଦେଇଦେଲେ, ମୁଁ ପଳେଇ ଆସିଲି ପୁଣି ଏପଟେ ରୋଷେଇ କରିବା ପାଇଁ। ମୋ ସାନ ଯା ତାର ସବୁ ମୋତେ ଧୋଇ ଦେଇକି ଦେଉଛି। ଆଉ ଆମ ପିଇସି ଶାଶୁ କାଟି ଦେଉଛନ୍ତି। ମୋ ଯା ତାଙ୍କର ଖାଇବାକୁ ଦେଇକି ଆସିକି ଏଠି ଦଳିଲେଣି ମଇଦା। ଆଜି ମଇଦା ପୁରୀ ହେବ। ମଇଦା ପୁରୀ ଦେଇକି ବହୁତ ପସନ୍ଦ। ଥରେ ମୁଁ ଜାଗର ବେଳକୁ କରିଥିଲି ଗାଁରେ, ମାନେ ଫାଷ୍ଟ ଟାଇମ୍ କରିଥିଲି। ଆପଣମାନେ ତ ଦେଖିଥିବେ ମୋ ଚ୍ୟାନେଲରେ। ମୁଁ ସେଠି ବହୁତ ଥର, ହାଇଦ୍ରାବାଦରେ ବହୁତ ଥର କରିଛି, କିନ୍ତୁ ଗାଁରେ ପ୍ରଥମ କରିଥିଲି। ଦେଇକି ବହୁତ ପସନ୍ଦ ଆସିଯାଇଛି, ଆଉ ଘର ଲୋକଙ୍କୁ ବି ବହୁତ ପସନ୍ଦ ଆସିଯାଇଛି। ସେଥିପାଇଁ ଆମର 3 ଥର ହେଲାଣି ଖାଲି ମଇଦା ପୁରୀ ହିଁ ହେଉଛି। ତାପରେ ମୁଁ ଏଠି ଦେଖନ୍ତୁ ଗୋଟେ ପରେ ଗୋଟେ ପରିବା ଏଠି ଛାଣୁଛି। ବିମ୍ସ ଛାଣିଦେଲି, ଏଠି ଛୁଇଁ ଛାଣୁଛି। ଆମ ବାଡ଼ି ଛୁଇଁ କେତେ ସୁନ୍ଦର ଦେଖନ୍ତୁ ଦେଖାହେଉଛି। ପୁରା ଅପା ଚୋପା ଛଡ଼େଇକି କାଟି ଦେଇଛନ୍ତି। ଅପାଙ୍କର ପୁରା ସବୁ ଚିକିଣିଆ କାମ। ତାପରେ ଏଠି ଆମର ଆଳୁ କଟା ହେଇଥିଲା, ଆଳୁ କଖାରୁ ବୋଉ ତାଙ୍କର ସବୁ କାଟି ଦେଇଥିଲେ। ଆଉ ଆଳୁକୁ ବି ଛାଣି ନେଉଛି। ମିକ୍ସଚର ଘାଣ୍ଟ ନୁହେଁ, କିନ୍ତୁ ମିକ୍ସଚର ଘାଣ୍ଟ ଟାଇପ୍ରେ କରିବି। ମିକ୍ସଚର ଘାଣ୍ଟ ନୁହେଁ କି ନର୍ମାଲ ଘାଣ୍ଟ ନୁହେଁ, ସବୁ ପରିବା ଛାଣିଦେଲି। ଖାଲି କଖାରୁ, ଡାଲି, କାବୁଲ ଚଣାକୁ ସିଝେଇକି ସେଥିରେ ପକେଇକି କରିଦେବି, କାହିଁକିନା ପୁରୀରେ ଖାଇବେ, ଯେମିତି ଟିକେ ଭଲ ଲାଗିବ ସେଇ ଟାଇପ୍ରେ କଲି। ଆଉ ଏ ବଢ଼ି ଆମ ଅପା ଆଣିଥିଲେ। ଅପା ବହୁତ ସାରା ଜିନିଷ ଆଣିଥିଲେ। ଆମ ବାହାଘରକୁ ଯେତିକି ଛୁଇଁ ଲାଗିଲା ସବୁ ଛୁଇଁ ଆଣିଥିଲେ, ବାଦାମ, ବିରି, ବାକି ବହୁତ ସାରା ଜିନିଷ ଆଣିଥିଲେ। ଲାଷ୍ଟରେ ଦେଖନ୍ତୁ ମୁଁ ଏଠି ମଟର ଛାଣିଦେଲି। ଆଉ ଟିକେ ଉପରକୁ ଦେଖନ୍ତୁ କେମିତି ସମସ୍ତେ ଦୌଡ଼ିକି ପଳେଇଲେ। ମଟର ଯେମିତି ଛାଡ଼ିଲି, ତେଲଟା ପୁରା ଜୋରସେ ଏମିତି ଉଠିଲା। ଆଉ ମୋ ଯା, ମୋ ପୁତୁରା, ଝିଆରୀ ସମସ୍ତେ ବସିଥିଲେ, ପୁରା ମାନେ ଦୌଡ଼ିକି ପଳେଇଲେ। ତାପରେ ଏଠି ଡେକ୍ଚିର ଦେଇ ତାଙ୍କର ତେଲ ଦେଇଦେଲେ। ଆଉ ତେଲ ଗରମ ହେଲା ପରେ ସେଥିରେ କଖାରୁ ଦେଇଦେବି, ଧୋଇକି ରଖିଥିଲି କଖାରୁ। ସାନ ସବୁ ତାର ଧୋଇ ଦେଇଥିଲା କଖାରୁକୁ ସବୁ ଦେଇଦେଲି। କଖାରୁ ଦେଲା ପରେ ଏବେ ମୁଁ ସେଥିରେ ଲୁଣ ହଳଦୀ ପକେଇକି ତାକୁ ଭଲ ଭାବରେ ସବୁ ମିଶାଇ ନେବି। ମୋର ଟିକେ ଅଲଣା ହୁଏ ବୋଲିକି ଆମ ଦେଇ ତାଙ୍କର ଯାଇକି ଲୁଣ ପକାଇ ଦିଅନ୍ତି। ମୁଁ ଯେତେ ବି ଲୁଣ ପକାଇଥାଏ ମୋର ଟିକେ ଅଲଣା ହେଇଯାଏ।
देई तांकर पछरे लुण पकई दियंती तापर देई तांकर सेठी डाली धोईकी पकई देले तापर मुठी काबुल चना भी धोईकी आनी पकई देली मो सान जातर सब धोई देईकी देला मोर आनी पकई गोळेई देली तापर एठी मु गरम पानी किछि देई दउची गरम पानी देईकी ताको कवर करके किछि समय पई छाडी देली तापर एबे देखंतु परिवाटा तरे सिझी आसिला मु सेथिरे भाजी रखिदिबा परिवा बढी सब देई दउची धीरे धीरे करी केना मु परिवा मूळरू देई नथली परिवा सब छणा हेजी मूळरू देले पूरा फिटी जिवो सेथिबे परिवा तरे सिझी आसिला माने 90% सिझिला परे मु एठी परिवा देई देइची केना सब परिवा पुन भलो भाबरे सिझी जिवो तापर परिवा हांडी मु सेपटु उठेकी एपटर कढ़े रे तेल देई देली आ दालचीनी गुजराती देई देली किछि समय परे किछि पियाज काटी के रखिथिली बस ताकू देई देली देला परे एबे मु एथिरे अदा रसुन पेस्ट देई दउची आ मसला हमर एठी टिके कम हे जाईची ना हम जेतिकी बाटी थिलु सेतिकी देई देलु देई कहले लंका गुंड टिके अल्प पका छोटो छुआ सब खाइबे कहिना हम पपुलु सांग माने आसुचंदी आ छोटो छुआ राग बेसी खाई परिबे ना तापर देखंतु मु हळदी पाउडर पके देली हाफ किलो टमाटो देई देइची सेथिरे धनिया पाउडर किछि दे देली बस ताको एबे गोळेली किछि समय परे एबे मु एथिरे किछि कस्तूरी मेथी देई दउची कस्तूरी मेथी देइके को भलो भाबरे माने मसलाटा कसिबा जाय कसी नेबी मसलाटा ठीक कसी आसिलानी मु सेथिरे देखन सिझेई रखितबा घांटो देई दउची माने जे तरकारीटा मसला टिके घांटो जेतिकी मसला टिके कम हे गेला आ टेस्ट भलो थिला किंतु बेसी भलो नथिला काइना मसला कम हेले तरकारी भल लागिबो खाली अदार करथिले आउरी बढ़िया टेस्ट हेइथांदा काहेकि ना बिना पियाज रसुन रे खाली अदार कले भी मंदिर टेस्ट आसंदा किंतु पियाज रसुन पकई मसला कमेले तरकारी ठी टेस्ट आसे ना आपण मान तो जानी थिबे घांटा ऊपर दालचीनी गुजराती गुंड पकई बोलिकी जीरा एमती हल्का टिके तो भाजी देइथिली भाजी की तक मो ननद को धरे देछि से तान बसी कुटुचंदी मु कहली तमे कुट शीत लागुची आ शीत छाड़ी जिवो से तान सतरे बसी कुटुचंदी तरकारी हेई आसलानी तरकारी हेई आसला परे मु सेथिरे सब गुंड तो पके देली आपण मान देखिले आ कस्तूरी मेथी अल्प दिटा पके देली तापर हमर एठी पूरी छाणीबा को लागि पड़ीची सन्य सामंत समस्ते लागि पड़ीचंदी मु देखौची आपण मानु देखंतु मो सान जा बड़ जा मो ननंद झियारी आ मो दियर थिले से जाइछंदी छुआ को नेकी कुआडे चॉकलेट देबा पई सब छुआ लागि पड़िथिले आ मो पीस सासु नांदी तांकर से भी कुआडे पळैचंदी काना से सखाळपुर बहुत काम करलेनी आ जो वर्षा होची आपण माने विश्वास करिवेनी पाल पूरा टंगा हे जाईची आ वर्षा रे बसी के हमें रोसई करूचु एपुरु पानी छिटका मार दउची तो केते पानी पाल खसी के तेल रे पडलानी माने हो हल्ला होउचंदी बहुत मजा भी लागुची मु पळैथिली पुओ को खुए देबा पई मु दियर बसी के छाणुथिले सान तापर मु पुओ को खुए के आसला परे मु पुनी मोर मो जागा रे बसी पड़ली पूरी हमर अधा छणा हे गेलानी आउरी अधा अछि आ देखिबा केते बाटे कोन होची वर्षा तो पूरा तांडव करूची तांडव वर्षा सिना करूची ज्वाई पुओ पूरा फुल दम रे एंट्री करिसंदी राती आसी 9:30 पाखा की हे गेलानी किंतु हम ज्वाई पुओ केक नै के आसी सरप्राइज दे देले सरप्राइज माने आमे जानि थिनु पपुलु जानि नथिला आ ता देई भी आसी थांदा किंतु वर्षा पई ता देई आसिला ना आ साली महाशय तांकर भिणे की पूरा माने पूरी बेले देलेनी ज्वाई हबो तो एमिदी माने सरप्राइज दे की एंट्री करजंदी तापर भी साळींग पई पूरी बेली देउजंदी आ जो पूरीटा बेली जंदी साली सेटा कहले मु खाइबी अलगा रखियो मो पई मु कहले हो ठीक अछि रखि देबी गोटे पूरी बेलीला परे ज्वाई पो उठिलेनी जिबा पई कहले मु मो सांग को नै के आसी आ जल्दी जिबी वर्षा भी होउची आ दूर बाट भी जिबे कहिना बहुत 10-15 किलोमीटर दूर हबो आ जिबे लेट हबो सेथि पई माने सी मो सान जा जे तांको गां रे हेबे आ दी जन पूरा भाई भणी हिसाब ननद हिसाब नु तांकर भाई भणी हिसाब चलची आ गपसप जोर शोर से चलची तापरे मो बड़ जा तांको डाकी नै गेले केले चलो जिबा बे कोन टे खाई देबो समस्त सन्य समस्त बसी तांकर चलैचंदी काम पपुलु तार आसी ड्रेस चेंज कर देला सेठी ओदा हे जाइतिला आ केक काटिबो बोली की माने नुआ ड्रेस भी पिंधिबो ता मामू घर जोटा आछी तापर खिया पिया सरला परे हम ज्वाई पो बाहर लेनी जिबा पई आ देई तांको कोन कहउचंदी से तांकर माने व्यस्त पूरा जिबा पई वर्षा होउची आ तापर मने पड़िला अध बाटरू बो कुआडे गले पुणी फेरी के आसी की देखिला बेलू बो तांकर पूरी बेलुचंदी बो बसी टीवी देखुथिले सेतले ज्वाई पो बारी पटू पळे आसले जेतले ज्वाई जेतले दांड पटू गला बेलू बो तांकर आसी बारी पटरे ज्वाई जाई की जेतले खिया खी करथिले बो सेई टाइम रे बारी पटू पळे आसंदी तापर देखंतु ज्वाई तांकर काम सारी तांको बाटर पळेइले हमर भी पूरी छणा लास्ट हे गेलानी आ जेती देखि पचन चट्टरे अछि सेती पूरी छाणी देले ओटे टेंशन जीवो बाप रे मु आज पूरा सखाळ 10टा रु बसिची राती 9टा हे गेला सखाळ 10टा रु रुसई गली तापर रुसई सरला परे समस्त बाड़ी गुड देले मु खाई देकी पुणी आसी चुल्ले काठ पके रोसई करूची आ सब सरिला परे मु पळे आसली एपटको एपटर आसला देखंतु पूरा पिला छुआ आसी बसी गेलेनी बेलून लगा हेतिला से माने फुटेबा को पूरा लागि पड़लेनी मो पो सोईची मते खाली टेंशन होची उठी पड़िबो आ जो फोटो सेट देखुचंदी सेटा माने हम ज्वाई पो नै के आस्तेले एटा ता दादा देईची तीटा केक
ଆଉ ପପୁଲୁ ତାର ଡ୍ରେସ୍ ପିନ୍ଧିକି ପୁରା ବସି ପଡ଼ିଲାଣି। ମୁଁ ମୋର କେକ୍ ନେଇକି ଚାଲିଲି ଦାଣ୍ଡକୁ। ଘରେ କେକ୍ କାଟିଥାନ୍ତୁ, ଛୁଆମାନେ ବହୁତ ବଦମାସି ହେଲେ, ମାଡ଼ଗୋଳ ଲାଗିଲେ, ସେଥିପାଇଁ ଦାଣ୍ଡକୁ ନେଇ ଆସିଲେ। ବର୍ଷା ଛାଡ଼ି ଯାଇଛି କିନ୍ତୁ ଦାଣ୍ଡ ବହୁତ ଓଦା ଅଛି। ଆଉ ପପୁଲୁ ତାର କେକ୍ କାଟିକି ଫାଷ୍ଟ କେକ୍ ମୋତେ ଯେତେବେଳେ ଦେଲା, ମୋତେ ମାନେ କାନ୍ଦ ଲାଗୁଥିଲା, କାହିଁକିନା ସମସ୍ତେ ସେଠି ଥିଲେ, ତା ବାପା ବୋଉ ତା ଦାଦା ସମସ୍ତେ ଥିଲେ। ସେ ତାର ମୋତେ ଖୁଆଇଦେଲା। ଠାକୁର ତାକୁ ଭଲରେ ରଖନ୍ତୁ, ଦୁନିଆର ସବୁ ଖୁସି ମୋ ଛୁଆକୁ ମିଳୁ। ଆଜି ତା ଜନ୍ମଦିନ, ଜନ୍ମଦିନରେ ମାନେ ଏତିକି ମୋର ଇଚ୍ଛା ସେ ବହୁତ ଉପରକୁ ଯାଉ। ତାପରେ ଦେଖନ୍ତୁ ସେ ତାର ଏଠି ମାନେ ଛୋଟ ଛୁଆ ସବୁ ଗିଫ୍ଟ ଆଣିଛନ୍ତି, ସମସ୍ତେ ଲେସ୍ ଆଣିଛନ୍ତି, ପେନ୍ ଆଣିଛନ୍ତି, ଖାତା ଆଣିଛନ୍ତି, ଆଉ ପପୁଲୁକୁ ଦଉଛନ୍ତି। ସେ ତାର ସବୁ ଧରି ପାରୁନି, ଦି ହାତରେ ପୁରା ଫୁଲ ହେଇଗଲାଣି। ଆଉ ତାପରେ ଦେଖନ୍ତୁ ଏଠି ତାର ସମସ୍ତେ ଜଣେ ଜଣେ ପଳେଇ ଆସିଲେ, ଭାଇ ଦେଇ ପଳେଇ ଆସିଲେଣି। ଫାଷ୍ଟ କେକ୍ ମୁଁ ଖାଇଲି, ସେଥିପାଇଁ ମୁଁ କହିଲି ପପୁଲୁ ଯା ହାତ ଧୋଇକି ଆସିବ, କାହିଁକିନା ତ ବାପା ଖାଇବେ, ଛୁଆଁ ଏଇଟା ହେଇଯିବ। ତାପରେ ଆସିକି ସେ ତାର ସମସ୍ତଙ୍କୁ ଖୁଆଇଦେଲା, ତା ବାପା ବୋଉ ମାନଙ୍କୁ। ଭିତରେ ଦେଖନ୍ତୁ ସବୁ ବେଲୁନ ଫୁଟେଇ ଦେଇ ଯାଇଛନ୍ତି, 2-4ଟା ଖଣ୍ଡେ ଅଛି। ତାପରେ ତା ତିନି ଦାଦା ପଳେଇ ଆସିଲେଣି, ଆଉ ଆମ ବୋଉ ଆସିଲେଣି। ତିନି ଦାଦା ଦେଖନ୍ତୁ ଏଠି ତାଙ୍କୁ ସବୁ କେକ୍ ଖୁଆଇ ଦେଉଛି। ତାପରେ ଆମ ବୋଉଙ୍କୁ କେକ୍ ଖୁଆଇ ଦେଉଛି। ଆଉ ବାପାଙ୍କୁ ଏସବୁ ପସନ୍ଦ ନୁହଁ ବୋଲି ବାପାଙ୍କୁ କେକ୍ ଖୁଆଇଲା ନା। ବାପା ତାଙ୍କର ଭିତରେ ଅଛନ୍ତି, ନେଇକି ସେଠି ଖୁଆଇ ଦେଇକି ଆସିଲା। ବାପା ତାଙ୍କର ଏଠିକି ଆସିଲେ ନା। ଆଉ ଏବେ ପପୁଲୁ ପାଳି, ପପୁଲୁକୁ ସମସ୍ତେ କେକ୍ ଖୁଆଇ ଦେଉଛନ୍ତି। ଇଏ ଗୋଟେ ଖୁସିର ମୁହୂର୍ତ୍ତ, ସମସ୍ତେ ଅଛନ୍ତି ଏଥର ପପୁଲୁ ଜନ୍ମଦିନକୁ। କାହିଁକିନା ଆମର ବାହାଘର ଥିଲା, ବାହାଘରକୁ ସମସ୍ତେ ଆସିଥିଲୁ, ଆଉ ସମସ୍ତେ ପପୁଲୁ ଜନ୍ମଦିନକୁ ଅଛନ୍ତି। ମାନେ ବହୁତ ଖୁସି ଲାଗୁଛି। ଲାଷ୍ଟରେ ତା ମାମୁଁ ଆସିଲା, ତା ମାମୁଁ ବି ଆସିକି ତାକୁ କେକ୍ ଖୁଆଇଦେଲା। ତାପରେ ଏଠି ଦେଖନ୍ତୁ ମାନେ ଭାଇ ଭଉଣୀ ଠିଆ ହେଇଯାଇଛନ୍ତି, ମୋ ସାନ ଦିଅରଙ୍କ ଝିଅ। ତାପରେ ଆମ ବୋଉଙ୍କୁ କେକ୍ ଖୁଆଇ ଦେଉଛି। ବୋଉ ତାଙ୍କର ଟିକେ ନେଇକି ପାଟିରେ ମାରିଦେଇ ପପୁଲୁକୁ ଖୁଆଇଦେଲେ। ପପୁଲୁ ତାର ବହୁତ ଖୁସି, କାହିଁକିନା ସେ କାନ୍ଦୁଥିଲା ସକାଳେ ଯେତେବେଳେ ବର୍ଷା ହେଉଥିଲା, କହିଲା ମୋ ଜନ୍ମଦିନକୁ ସବୁଦିନ ବର୍ଷା ହେଉଛି। ଆଉ ଗୋଟେ ଦେଖନ୍ତୁ ବଢ଼ିଆ ଜିନିଷ, ସିକ୍ରେଟ୍ ସିନ୍ ମୁଁ ଆଜି କ୍ୟାପଚର କରିଛି। ଇଏ ଜଣେ ଶୀତ ଲାଗୁଥିଲା, ଆସିକି ଆମ ଅଟୋରେ ବସି ଯାଇଥିଲେ। ପପୁଲୁ ଯେତେବେଳେ କେକ୍ ନେଇକି ଆସିଲା, ମୁଁ କହିଲି ଇଏ ଅଟୋ ଭିତରକୁ କୁଆଡ଼େ ନେଇଯାଉଛି। ସ୍କ୍ରିନ୍ ଟାଣିଲା ବେଳକୁ ମ୍ୟାଡ଼ାମ୍ ବସିଛନ୍ତି। ଆଉ ରାଗିକି ମୋତେ କେତେ ଜୋରସେ ଅନଉଛନ୍ତି, ଆଉ ମୋତେ କେକ୍ ଲଗାଉଥିଲେ, ମୁଁ ପଳେଇ ଆସିଲି। ତାପରେ ସେ ଅଟୋରୁ ବାହାରିକି ପଳେଇଲେ, କହିଲେ ତମକୁ ଆଉ ପାରି ହେବନି, ଯୁଆଡ଼େ ମାନେ ସିଆଡ଼େ କ୍ୟାମେରା ବୁଲାଉଛ। ମୋର ଜଣେ ଝିଅ ମୋତେ କହୁଛନ୍ତି କାହିଁକି ମମି କ୍ୟାମେରା ବୁଲାଉଛ, ଆମେ ବିନା ମେକଅପ୍ରେ ଆସିଛୁ। ମୁଁ କହିଲି ବିନା ମେକଅପ୍ରେ ତୁମେ ସୁନ୍ଦର ଦେଖାଯାଉଛ। ସିଏ ବି ଯାଇକି ଲୁଚି ପଡ଼ିଲେଣି। ତାପରେ ମୁଁ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ ପିଲା କେତେ ଏନ୍ଜୟ କରୁଛନ୍ତି। ଆଉ ପିଲା ତାଙ୍କର ସେପଟରେ ଏନ୍ଜୟ କରୁଛନ୍ତି, ମୁଁ ପଳେଇ ଆସିଲି। ଏଠି ବଢ଼ା କୁଢ଼ା ହେଉଛି, ଆମ ଦେଇ ତାଙ୍କର ପୁରୀ ବାଢ଼ୁଛନ୍ତି। ଦେଇ ଡାକିଲେ, କହିଲେ ଆସେ ଏଇଠିକି, ମୁଁ ପଳେଇ ଆସିଲି। ଆଉ ତାପରେ ଦେଖନ୍ତୁ ଛୋଟ ଛୁଆ ତାଙ୍କର ମାନେ କେକ୍ ଖାଇବେ ବୋଲିକି ଆମ ନଣନ୍ଦ ରାଣୀ ତାଙ୍କର ସବୁ କଟିଂ ଚଲେଇଛନ୍ତି। ସେ ତ ମୋ ଉପରୁ ରାଗି ପୁରା ନିଆଁ ହେଇଯାଉଛନ୍ତି, ଯେତେ ରାଗିଲେ ବି ଭଲ ପାଆନ୍ତି ବି ସେତିକି। ଆଉ କେକ୍ କାଟୁ କାଟୁ ମୋତେ କହୁଛନ୍ତି ଭାଉଜ ଖଣ୍ଡେ ନିଅ। ମୁଁ କହିଲି ଆଉ ଠିକ୍ ଅଛି। ଆଉ ତା ଦାଦା ବି ମିଠା ଆଣିଥିଲେ ପୁଅ ପାଇଁ, ମୁଁ ବି ଖୁଆଇଦେଲି। ମୁଁ କହିଲି ତମେ ମୋତେ କେକ୍ ଖୁଆଇଲ, ମୁଁ ମିଠା ଖୁଆଇ ଦେଉଛି। ତାଙ୍କର ସବୁ ବସି ପଡ଼ିଛନ୍ତି, ମୋ ଝିଅ ତାର ସମସ୍ତଙ୍କୁ କେକ୍ ନେଇକି ଦେଇ ଦେଉଛି। ଯେମିତି କହିଥିଲି ଆଜି ଏମିତି ଗୋଟେ ଦିନ କେହି ବି ବସିନାହାନ୍ତି, ସମସ୍ତେ ମେହନତ କରୁଛନ୍ତି। ଆଉ ଦେଖନ୍ତୁ ମୁଁ ଦେଖାଉଛି, ପିଲା ଏଠି ଆମ ହଲ୍ରେ ବି ବସି ଯାଇଛନ୍ତି। ଆଉ ଏଠି ଆମ ଯେଉଁ ମେସିନ୍ ଘର, ସେଠି ବି ସମସ୍ତେ ବସି ଯାଇଛନ୍ତି ପୁରା ଗୋଲ ହେଇକି। ଯଦି ବର୍ଷା ନ ହେଇଥାନ୍ତା ଦାଣ୍ଡରେ ଦେଇ ଦେଇଥିଲେ ହେଇଯାଇଥାନ୍ତା, କିନ୍ତୁ ବର୍ଷା ସିନା ଏବେ ଛାଡ଼ି ଯାଇଛି, ଦାଣ୍ଡ ପୁରା ଓଦା ଅଛି। କେକ୍ କାଟିଲା ବେଳେ ଠିଆ ହେଇକି କାଟୁଥିଲେ, ମାନେ ଓଦା ହେଲେ ଚଳିବ, କିନ୍ତୁ ବସିକି ଖାଇ ହେବନି। ଆଉ ଆମ ଘର ଦେଖନ୍ତୁ ସବୁ ବେଡ଼୍ ଫେଡ଼୍ ପଡ଼ିଯାଇଛି ବୋଲି ଛୋଟ ଛୋଟ ଦେଖାଯାଉଛି, ମାନେ ଜାଗା କମ୍, ସେଥିପାଇଁ 3-4ଟା ମାନେ ଘରେ ବସେଇ ଦେଇଛନ୍ତି। ଆଉ ଏପଟ ଘରେ ଟିକେ ବଡ଼ ବଡ଼ ଛୁଆ ବସିଛନ୍ତି ବୋଲିକି, ଆଉ ତା ଦାଦା ନେଇକି ଭିଡ଼ିଓ କ୍ୟାମେରା ବୁଲେଇଲା ବେଳକୁ ସେ କେମିତି ତଳକୁ ମୁହଁ ପୋତି ଦେଇକି ଲାଜ କରୁଛନ୍ତି। ଆଉ କଣରେ ଗୋଟେ ଛୋଟ ଛୁଆ ବସିଛି, ସେ କିଛି ଜାଣିପାରୁନି, ସେ ତାର ଉପରକୁ ଅନେଇକି ଖାଉଛି। ବାକି ଛୁଆ ତ ଆପଣମାନେ ଦେଖିଲେ, ତାଙ୍କର ଲାଜ କୁଜ ନାହିଁ। ଆମର ଏଇ ସବୁ ବଡ଼ ବଡ଼ ପିଲା ବୋଲିକି ଲାଜ କରିଦେଉଛନ୍ତି। ପିଲାମାନେ କେତେ ଖୁସି ଅଛନ୍ତି, ଆଉ କେତେ ଏନ୍ଜୟ କରୁଛନ୍ତି, ତାଙ୍କୁ ଦେଖିଲା ବେଳକୁ ଆମ ପିଲାଦିନ କଥା ମୋର ମନେ ପଡ଼ିଯାଉଛି। ଯେତେବେଳେ ଗାଁରେ ଭୋଜି ଫୋଜି ହୁଏ, ଆମେ ବି ଏମିତି ଖୁସି ହେଇଯାଉ, ସାଙ୍ଗରେ ବସିକି ମାନେ ଖାଉ, ବହୁତ ଭଲ ଲାଗେ। ପପୁଲୁର ଇଏ ବର୍ଷ ଜନ୍ମଦିନ ଚାଲିଛି, କିନ୍ତୁ ତାର ଆର ବର୍ଷ କଥା ଚିନ୍ତା କରୁଛି। କୁନି ବୋଉ ଆର ବର୍ଷ ଜନ୍ମଦିନକୁ ଆସିଛି। ମୁଁ କହିଲି ହଁ ଠିକ୍ ଅଛି ଆସିବି। ଆଉ ତା ବାପା ପୁରୀ ନେଇକି ଯାଉଥିଲେ, କହୁଛନ୍ତି ମୁଁ ଏବେ ଚାଲିଲି ପୁରୀ ନେଇକି, ମୋର ସେଇପଟରେ ଖାଇ ଦେଇକି ଆସିବି। ମୁଁ ହଉ ଠିକ୍ ଅଛି। ଛୋଟ ଛୁଆ ତାଙ୍କର ଖାଇଦେଲେ, ଛୋଟ ଛୁଆ ଖାଇଲା ପରେ ଏଠି ଆମର ଝିଅ ଛୁଆ ବସି ଯାଇଛନ୍ତି, ବସିକି ଖାଉଛନ୍ତି। ମୁଁ ସେପଟରେ ପୁଅ ପାଖକୁ ପଳେଇଥିଲି, ଆସିଲା ବେଳେ ତାଙ୍କ ଖିଆପିଆ ସରିଗଲାଣି, ସିଏ ତାଙ୍କର ଖାଉଛନ୍ତି, ଆମେ ଖାଇନୁ। ବହୁତ ଥକି ପଡ଼ିଲୁଣି, ଆଉ ଖାଇବାକୁ ଇଚ୍ଛା ବି ହେଉନି, କେମିତି ଯାଇକି ଶୋଇବୁ ଏଇଆ ଭାବୁଛୁ। ଆମ ଦେଇ ବି ବହୁତ ଥକି ପଡ଼ିଲେଣି, ଥକିକି କେମିତି ବସିଛନ୍ତି ଦେଖନ୍ତୁ। ଆଉ ସାନ ପୁଅ ବି ଥକି ପଡ଼ିକି ସିଏ ବି ବସିଛନ୍ତି। ଆଉ ତାହେଲେ ଆଜିର ଭିଡ଼ିଓଟି ମୁଁ ଏଇଠି ଏଣ୍ଡ କରୁଛି। ପୁଣି ଦେଖା ହବ ଆଉ ଗୋଟେ ନୂଆ ବ୍ଲଗରେ। ରହିଲି, ଜୟ ଜଗନ୍ନାଥ।